ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ୱାମୀ ନୟନପତ ଗାଁ ଭଗବତୀ। ମୋ ନାଁ ବଳଭଦ୍ର ପଣ୍ଡା। ଆଉ ଆମେ ବା ଠାକୁର ଯାଆନ୍ତି ପଞ୍ଚଳକୁ ପଞ୍ଚୁପାଣ୍ଡବଙ୍କ ମେଳଣ। ସେଠୁ ଠାକୁରଙ୍କୁ ଛାଡ଼ିକିରି ବସେଇ ଦେଇକି ମୁଁ ଆସିଲି। ପୁଅକୁ ବସେଇ ଦେଇକି ଆସିଲି। ଏଠି ଭୋଗରାଗ ତ କିଏ କେମିତି କରୁଛନ୍ତି, କିଏ ଦୀପ ଲଗାଉଛନ୍ତି। ପୁଅକୁ ବସେଇ ଦେଇକି ଆସିଲି। ଏପଟେ ଗାଁରେ ଠାକୁରଙ୍କ କାମ କରିକି ଯିବି ବୋଲି ମାଳ ଫାଳ ନେଇକି ଯିବି। ସେଠୁ ଆସିଲା ବେଳେ ଥାନା ପାଖ ଦେଇକି ଗଳିରେ ମୁଁ ଆସିଲି। ଆସିବା ପରେ ରୋଡ଼କୁ ଅନେଇଲି, 2 ଜଣ ଲୋକ ଯାଉଥିଲେ। ମୁଁ ରୋକିଲା ପରେ ଫେରେ 60-70 ଫୁଟ ଦୂରରେ ଆଉ 2 ଜଣ ଟୋକା ଆସୁଥିଲେ। ସେଠୁ ମୁଁ ବୁଲିକିରି ମୋ ବାଁ ପଟକୁ ପଳେଇଲି। ବାଁ ପଟକୁ ଯିବା ପରେ ସେଠୁ ପଛପଟେ ଆଣିକିରି ଗାଡ଼ି ପୁରା ମାଡ଼ କରିଦେଲେ। ଗାଡ଼ିଟା ମାଡ଼ କରିଦେଲା ପରେ ମୁଁ ପୁରା ସେମିତି ଛିଟିକି ଯାଇକି 10 ଫୁଟ 15 ଫୁଟ ଦୂରତାରେ ସେମିତି ପଇଲି। ଗାଡ଼ି ମୋ ଗାଡ଼ି ସାଙ୍ଗରେ ମିଶିକିରି ମୁଁ 2 ଗଡ଼ା ଗଡ଼ିଲି। ଗଡ଼ିଯିବା ପରେ ମୁଁ ତ କିଛି ଭୁଲ ଭାଲ କରିନି। ମୁଁ ଜାଣିଛି ଯଦି କ'ଣ ଭୁଲ କରୁଛି ବୋଲି ମୋର ଗାଡ଼ି ମାଡ଼ ହେଲା। ମୋତେ ଠାକୁର କହିଲେ, ତୁ 2 ଗଡ଼ା ଗଡ଼ିଯିବା ପରେ ତୁ ଏଇଠି ଏତିକି ବେଳେ ଗଡ଼ି ପଡ଼େ। ମୁଁ ଠାକୁର ରକ୍ଷା କର ବୋଲି କହିକି କେମିତି ଗଡ଼ିବି କ'ଣ ଖାଲି ଆକର୍ଷଣ କଲି ଡେଇଁବା ପାଇଁ। ସେଥିପାଇଁ ଠାକୁର ମୋତେ ସାଙ୍ଗେ ସାଙ୍ଗେ ଡେଇଁ ଆକର୍ଷଣ କଲାବେଳେ ମୋତେ ଟେକିକି ଫୋପାଡ଼ି ଦେଲେ ଦୂରକୁ। କେଉଁ ପଟକୁ ଯିବି ଡେଇଁବି ବୋଲି ଆଗେ ଭାବିଲି। ପଛପଟୁ କ'ଣ ମୋତେ କିଏ ବସ୍ ମାଡ଼ କଲା ନା କିଏ ମାଡ଼ କଲା। ଅନେଇ ଦେଲା ବେଳକୁ 2 ଜଣ ଟୋକା ହିରୋ ଗୁଣ୍ଡରେ ଆସିକି ମୋତେ ମାଡ଼ କରିଦେଲେ। ମୁଁ ସେଇଠୁ ଭାବିକିରି ବାଁ ପଟକୁ ଛିଟିକିରି ପଇଲି। ଆଉ ପଡ଼ିବା ପରେ 4-5 ଜଣ ଲୋକ ଥିଲେ ଆସିକି ଉଠିଆଉଠି କଲେ। ଉଠିଆଉଠି କରିବା ପରେ ସିଏ ତାଙ୍କର ବହୁତ ଖଣ୍ଡିଆ ମଣ୍ଡିଆ ହେଇଯାଇଛି, ମୋର କମ୍ ହେଇଛି। ଆମର କଙ୍କାଳରେ ଭାରି ଜୋର ମାଡ଼ ହେଇଯାଇଛି। ମୁଁ ଆଉ ସମ୍ଭାଳି ପାରୁନି, ନାଇଁ ହସି ପାରୁନି, ନାଇଁ କାନ୍ଦି ପାରୁନି। ମୋତେ ଭାରି କଷ୍ଟ। ମୁଁ ଯଦି ହସି ଦେଇଥାନ୍ତି କେଉଁ କଥା, ମୁଁ ସେଠି ମୁଁ ମରିଯାଇଥାନ୍ତି। ଏତିକି ଜୋର ମୋତେ କଷ୍ଟ, ମୁଁ ଛିଟି ହେଇକି ରହିଛି। ଆଉ ଅଧଘଣ୍ଟେ ଖଣ୍ଡେ ଛିଡ଼ା ହେଲି। ଛିଡ଼ା ହେଇକିରି ସେଠୁ ଫେରେ ଗାଁକୁ ଆସିଲି। ଆମ ଗାଁ ଛକରେ ଔଷଧ ଦୋକାନ 2-3 ମାନେ ଖାଇକିରି ବିନ୍ଧା ଛିଟିକା ବି ହେଉଥିଲା କମେଇବି। ସେଇଠୁ ଠାକୁରଙ୍କ କାମ କଲି। 4-5 ଦିନ ପଞ୍ଚଳ ଯିବା ପରେ ପୁରୀ ଡାକ୍ତରଖାନା ଗଲି। ଡାକ୍ତରଖାନା ଯିବାରେ ଔଷଧପତ୍ର ଆଣିକିରି ଖାଇବାରେ ଟିକେ ନାକୁ କମ୍ ଅଛି। ଫେରେ ମଝିରେ ମଝିରେ ସେମିତି ପେନ୍ ହେଉଛି। ଆଉ ଦିନ ବେଳ କାମ ସମୟ ହେଉନି, ଆଉ ଯାଇପାରୁନି। MRI ଏମିତି ଦୁର୍ଘଟଣା ହେବ ବୋଲି ମୁଁ ଜାଣିନଥିଲି। କିନ୍ତୁ ଅଚାନକ ଆସିକି ପହଞ୍ଚିଗଲା। ସେ ଦୁର୍ଘଟଣାରେ ମୁଁ ବଞ୍ଚିବି ବୋଲି ମୁଁ କିଛି ଜାଣିନଥିଲି। ଆଉ ଠାକୁର ମୋତେ ବଞ୍ଚେଇ ଦେଲେ। ଆଉ